আলো বাছি বাছি করি বহু করিছিলি দিন গলা মোর কান্দি কান্দি যাই যাইনি ମୋ ଝିଅର ପିଲା ବୁଦ୍ଧି। ଏବେ ଯୋଉ କଳାକାର ତାଙ୍କ ଶିଖିବାର ମନୋବୃତ୍ତି ନାହିଁ ଏ ଯାହା ବିପଦ ଶିଖିଲେ କହିଦେଲେ କାମ ସରିଲା। ଏସବୁ ଭାଇରାଲ କଳାକାର ଇଏ ଗଛ ମୂଳେ ପାଣି ଦଉଛୁ ବୋଲି ସିନା ଗଛ ବଞ୍ଚିଛି ପାଣି ଦବା ବନ୍ଦ କରିଦେଲେ ଗଛ ଆପେ ଆପେ ମରିଯିବ। ମୋ କଥା କଣ ବୁଝିଲୁ ହାତ ପାହାନ୍ତାରେ ପାହାନ୍ତି ତାରା ଦେଖୁନା ଯିଏ ମୁହଁ ଖୋଲୁଛି ମାଲିକ ମାନେ ବ୍ଲେମ କରୁଛନ୍ତି। ଆମର ଚାଲିଛି ଆଜି ତତେ ଲାଗିଯା ମୋ ଆଇସ ଆମର ଡିରେକ୍ଟର ବଳିଆ ସାରେ ପ୍ରଶାନ୍ତ ଆଉ ଆମର ରାଇଟର ହଉଛନ୍ତି ନିହାର ରଞ୍ଜନ ମହାନ୍ତି। ଆଉ ନାଟକ ଭଲ ହେଇଛି ନାଟକ ଷ୍ଟୋରିଟା ଚାଲୁଛି ଭଲ ଲୋକ ବସି ରହୁଛନ୍ତି ଷ୍ଟୋରିଟା ଲାଷ୍ଟ ମୋମେଣ୍ଟରେ ସବୁ ଜଣା ପଡିବ ଏ କାହିଁକି ମାଇଲା ସେ ତାକୁ କାହିଁ ରମ କଲା ସେ ସବୁ ଲାଷ୍ଟରେ ଜଣା ପଡିବ ଲୋକ ଆଜ୍ଞା ଲୋକ ସେ ପର୍ଯ୍ୟନ୍ତ ଧୈର୍ଯ୍ୟ ଦଉନାହାନ୍ତି। ଆଜିକାଲି ଦର୍ଶକ କଣ ଚାରିଟା ପାଞ୍ଚଟା ସିନ୍ ପରେ ଗୋଟେ ଘଟଣା ଘଟିବ ନାଟକ ଏଇଆ ହେଲା ଇଏ ଲାଷ୍ଟ ମୋମେଣ୍ଟରେ ଲୋକ ଜାଣୁଛନ୍ତି ଷ୍ଟୋରିଟା ଏଇଥିପାଇଁ ହେଲା ୟା ସେ ମାଇଲା ୟା ଜମିବାଡ଼ି ସେ ନେଇଗଲା ଏମିତି ଚାଲିଛି। ଯାତ୍ରା ଜଗତକୁ କେବେଠୁ ଆସିଛନ୍ତି? ମୋ କଥା କଣ ଯାତ୍ରା ପ୍ରତି 40 ବର୍ଷ ମୋର ହେଲାଣି। ସେତେବେଳେ ଅପେରା ଚାଲିଥିଲା ଛତ୍ରପତି ଶିବାଜୀ ଭୀଷ୍ମ ପ୍ରତିଜ୍ଞା କୃଷ୍ଣ ସୁଦାମା ଆମର ଐତିହାସିକ ନାଟକ ଐତିହାସିକ କାଳ୍ପନିକ ସବୁ ଚାଲିଥିଲା। ମୁଁ ସେତେବେଳେ ଡୁଏଟ କରୁଥିଲି। କେତେ ବର୍ଷ ବୟସ ହେଇଥିଲା? ବୟସ ମତେ 60 ଚାଲିଥିଲା। ଆସିଥିଲେ ମାନେ ପୁରା ମୁଁ 60 ଚାଲିଛି ମୁଁ 10 ବର୍ଷ 11 ବର୍ଷରୁ ଯାତ୍ରା ପାଟି 10 ବର୍ଷ 11 ବର୍ଷ ହେଇଥିଲା ଆସିଥିଲେ। ସେତେବେଳେ ଡୁଏଟ ଚାଲିଥିଲା ହ୍ୟାଲୋ ବାଦୁରୀ ବଉଲ ଖଜୁରୀ ଉହାଡେ ଗଜୁରୀ ଆସିଲା ଚାନ୍ଦ ଆଲୋ ବଜାର ବାଉଡା ହାଜର ହେଲେ ମୁଁ ତାକୁ ନଜର ପକେଇ ବାନ୍ଧ ଆଲୋ ମତେ କେ ଡାକେ ବାଦୁରୀ ବୋଉ ବେଲି ଦାନେ ବଡି ପାନ୍ତାରୁ ଉଠି କରି କାଟି କିଛି ଦେଇ ନାହିଁ ତୁମେ ମତେ କେ ଡାକେ ବାଦୁରୀ ବୋଉ ବେଲି ଦାନେ ଆଲୋ ବାଛି ବାଛି କରି ବହୁ କରିଥିଲି ଦିନ ଗଲା ମୋର କାନ୍ଦି କାନ୍ଦି ଯାଇ ଯାଇନି ମୋ ଝିଅର ପିଲା ବୁଦ୍ଧି ତାକୁ ତୁମେ ବୁଝେଇ ନେବ ତାକୁ ତୁମେ ସଜାଡି ନେବ ତାକୁ ତୁମେ ସଜାଡି ନେବ ହୋ ସମୁଦି ଯାଇ ଯାଇନି ମୋ ଝିଅର ପିଲା ବୁଦ୍ଧି ଆଲୋ ପାଣି ଢାଳେ କାରେ ବୋଲି କହିଲେ ତମ ଝିଅକୁ ଆମ ବୋହୂକୁ ଦିନ ଯାଏ ପଲଙ୍କେ ରଡି ଛାଡି ଛାଡି ସେଇଟା ଏଡିକି ହୁଣ୍ଡି ତୁଚ୍ଛା ବେମାରୀ ହାଣ୍ଡି କିଛି ବେଳାରେ ଦେଲ ଗଳାରେ ଛନ୍ଦି ଯାଇ ଯାଇନି ମୋ ଝିଅର ପିଲା ବୁଦ୍ଧି। ସେତେବେଳେ ମୁଁ ଡୁଏଟ କରୁଥିଲି ଅପେରାରେ ଏଇ ପୌରାଣିକ ନାଟକ ଐତିହାସିକ ନାଟକ କାଳ୍ପନିକ ନାଟକ। ମାନେ ଭାବିକି ଆସିଥିଲେ ଯାତ୍ରା କରିବା ନା ଏମିତି ଲୁଚିକି 10-11 ବର୍ଷର ଘରୁ ଲୁଚିକି ଆସିଲା ନା ମାଙ୍କ ଆଶୀର୍ବାଦ ମାଙ୍କ ଆଶୀର୍ବାଦ ପାଠ ପଢା ମୋର ବେଶୀ ନାହିଁ କିନ୍ତୁ ମୋର ଉଦ୍ଯୋଗ ଅଛି ଶିଖିବାର ମନୋବୃତ୍ତି ଥିଲା। ଏବେ ଯୋଉ କଳାକାର ତାଙ୍କ ଶିଖିବାର ମନୋବୃତ୍ତି ନାହିଁ ଏ ଯାହା ବିପଦ ଶିଖିଲେ କହିଦେଲେ କାମ ସରିଲା। ଏସବୁ ଭାଇରାଲ କଳାକାର ଆମେ ଶିଖିଛୁ ଗୁରୁ କରି ଶିଖିଛୁ ମାଡ ଖାଇଛୁ। ସେତେବେଳେ ସମୟରେ ହାରମୋନିୟମ ରାତି 3ଟାରୁ ଉଠିକି ମାଷ୍ଟର ବାଡେଇକି ଆମକୁ ଉଠେଇବ ସାରେଗାମା ଆମେ କରିବୁ ସାଧନା ଅଛି ସାଧନା କରିଛୁ ବିନା ସାଧନାରେ ଯାତ୍ରା ହେଇପାରିବନି। ଆମେ ସେତେବେଳେ ବାକ୍ସ ମୁଣ୍ଡେଇଛୁ ମାଲିକ ମାନଙ୍କର ବାକ୍ସ ମୁଣ୍ଡେଇଛୁ ଟ୍ରକରେ ଆଗରେ ଖୁଣ୍ଟ ପୋତିକିରି ବଇଛୁ ଟ୍ରକରୁ ଓହ୍ଲେଇବୁ ଯାତ୍ରା କରିବୁ। କେତେ ବସ୍ ହେଇଗଲା ଏସିରେ କଳାକାର ବର୍ତ୍ତମାନ ଲଜରେ ରହୁଛନ୍ତି। ମାନେ ପୂର୍ବର ଯାତ୍ରା ଏବେକା ଯାତ୍ରା ସହଜ ହେଇଗଲା ପୂର୍ବଠାରୁ ବହୁତ କଷ୍ଟ ଥିଲା ଏବେ ଅଧିକ ସହଜ ହେଇଗଲା। କିଛି କଷ୍ଟ ନାହିଁ ଆଗେ ବହୁତ କଷ୍ଟ ଥିଲା ଗୁହାଳ ଘରୁ ଖୁଣ୍ଟ ଉପାଡ଼ିକିରି ମେଷ ପାରି ଦଉଥିଲେ ଅଖା ପାରି ଦଉଥିଲେ ପାଲ ପାରି ଦଉଥିଲେ ଆମେ ରହୁଥିଲୁ। ହଁ ଏବେ ବର୍ତ୍ତମାନ ମାଟିକୁ ଓହ୍ଲେଇଲେ ସାଙ୍ଗେ ସାଙ୍ଗେ ଲଜ୍ ଏସି ରୁମ୍ ପଇସା ସିମି ନଉଛନ୍ତି ଭାଇରାଲ କଳାକାର ତାଙ୍କର ସବୁ ଲୋକ ଜାଣିଗଲେ ଆମେ ଟିକେ ଜାଣିପାରିଲେନି ଆମେ ସେଇ ହିସାବରେ ଆମେ ରହିଲୁ। ଦେଖୁନା ଯିଏ ମୁହଁ ଖୋଲୁଛି ମାଲିକ ମାନେ ବ୍ଲେମ କରୁଛନ୍ତି ଯିଏ ସତ କହୁଛି ତାର ଭୁଲ ଏମିତି ଚାଲିଛି ଆଉ। ଯାତ୍ରା ଜଗତରେ ମାନେ ଯଦି ଯାତ୍ରା କଳାକାର ଚାହିଁବ ସେ ଗୋଟେ ବହୁତ ଭଲ ଲାଇଫ ବଞ୍ଚି ପାରିବ ଯାତ୍ରା ଜଗତରେ ପହଞ୍ଚି ପାରିବ ସେମିତି ସାଧନା ଦରକାର। ଖାଲି ଆମେ ଯାତ୍ରା ପାଟିକି ଚାଲି ଆସିବୁ କିଛି ନାହିଁ ପାଡେ ଦିପଟ କହିଲୁ ପୁଲିସ ପାଡେ ଡାକ୍ତର ପାଡେ ନାହିଁ ମାଲିକ ଜାଣିବା ଦରକାର ନାଇଁ ଏ ଟୋକାର ଟ୍ୟାଲେଣ୍ଟ ଅଛି।
କେମିତି ପାର୍ଟ ଦିଆଯିବ ପାର୍ଟ ଦେଖେଇବୁ ମାଲିକ ମୁଁ ଏମିତି କଲି ତାପରେ ମାଲିକ ପଇସା ଦବ ଇଏ ତ ପ୍ରଥମ ଆସିବାରେ ଯାତ୍ରା ବାଟରେ ବାହା ହେଇ ପଡୁଛନ୍ତି ହଁ ଭଲ ପାଇଁ ବାହା ହେଇ ପଡୁଛନ୍ତି ଏଇ ମୋ ସ୍ତ୍ରୀ ଭଲ କାମ କରୁଛି ମୁଁ କମ କାମ କରୁଛି ଆଉ ମାଲିକ ରଖିବ ଆଉ ଏଇଆ ଆଉ। ମାନେ ଯାତ୍ରା ଜଗତରେ ଯଦି ଆପଣଙ୍କୁ ମାନେ ଏଇ ଯୋଉ ସୂର୍ଯ୍ୟ ମନ୍ଦିରକୁ ଆସିବାଟା କେତେ ଦିନ ହେଲା? ସୂର୍ଯ୍ୟ ମନ୍ଦିର ଏଇ ବର୍ଷ ମୁଁ ଆସିଲି ଏଇ ବର୍ଷ ଆସିଲା ପୂର୍ବରୁ ମୋ ପାଟିରେ ଥିଲେ। ପ୍ରଥମ ମୁଁ ଥିଲି କଳିଙ୍ଗ ବିଜୟ ତାପରେ ରହିଲି ଭବାନୀ ଭବାନୀ ପରେ ମୁଁ 16 ବର୍ଷ ରହିଲି ତ୍ରିନାଥ ନନ୍ଦୀ ଭାଇନାଙ୍କ ପାଖରେ ବାବୁ ଆମର ଗୁଣ୍ଡାବାବୁ ଜଗତସିଂହପୁର ବଢିଆ ଲୋକ ନନ୍ଦୀ ଭାଇନା ସୁନ୍ଦର ଲୋକ ମ୍ୟାନେଜର କହିଲେ ଓଡିଶାରେ ଦିଟା ଗୋଟେ ନୟନ କୁମାର ଆଚାର୍ଯ୍ୟ ଗୋଟେ ଚିନୁ ଦାସ ଇଏ ଦିଟା ମ୍ୟାନେଜର ଛାଡ଼ିଦେଲେ ତାଙ୍କ ପରେ ବଙ୍କିମ ସାହି ଭଦ୍ର ଲୋକ ନନ୍ଦୀ ଭାଇନା ବହୁତ ଭଦ୍ର ବଢିଆ ଲୋକ ନନ୍ଦୀ ଭାଇନା ଭଳିଆ ଲୋକ ମିଳିବେ ଭଗବାନ ଭଳିଆ ଲୋକ ଯାତ୍ରା ପାର୍ଟି ଆମେ 16 ବର୍ଷ ରହିଲୁ ଆମେ ପରିବାରରେ କଣ ହଉଛି କଣ ନାହିଁ କେତେ ପଇସା ଦରକାର ଭାଇନା କହିବେ ଆମେ ଜାଣିବୁ ଏଇ ଯୋଉ ନାଟକର ଗୋଟେ ଡାଇଲଗ କହିବା ଆମ ଦର୍ଶକ ମାନଙ୍କୁ। ଏଇ ଡ୍ରାମା ଡାଇଲଗ ଡିଲେଟ କରିଦେ ଯେତେ ଶୀଘ୍ର ପାରୁଛୁ ଚରିତ୍ର ସମିତିକୁ ଡିଲେଟ କରିଦେ ତତେ ନେଇକି ଶ୍ରୀବାସ୍ତବ ବାବୁ ପାଖରେ ପ୍ରମୋଶନ କରେଇଦେବି ପୁରା ପୁରା ଟଙ୍କା ପାଇବୁ ଟଙ୍କା କଣ ବାହା ହେବାକୁ ଅଭାବ ହେବେ ଇଏ ଗଛ ମୂଳେ ପାଣି ଦଉଛି ବୋଲି ସିନା ଗଛ ବଞ୍ଚିଛି ପାଣି ଦବା ବନ୍ଦ କରିଦେଲେ ଗଛ ଆପେ ଆପେ ମରିଯିବ ମୋ କଥା କଣ ବୁଝିଲୁ ହାତ ପାହାନ୍ତରେ ପାହାନ୍ତି ତାରା ହାତ ମୁଠା ରଖିବାକୁ ଚେଷ୍ଟା କର ତୋ ଦେହର ବିକାଶ ହଉଛି ତୋର ଭବିଷ୍ୟତ ମୋ କଥା ମନେ ରଖିଲୁ ମୁଁ ଆସୁଛି କଥା Thank you.